ମୋଦିଙ୍କର ବାଣ ସେଟା ତେରଛା ନା ସେଥିରେ କିଛି ଅଛି କଳଙ୍କି ଲଗା ମୁଁ ବୁଝିପାରୁନି। କଂଗ୍ରେସ ଆଜ୍ଞା 11 ବର୍ଷ ତଳେ ଶାସନରେ ଥିଲା କେନ୍ଦ୍ରରେ, ଓଡିଶାରେ ଥିଲା 25 ବର୍ଷ ତଳେ। କଂଗ୍ରେସକୁ ତେରଛା ବାଣ ମାରିବା ମାନେ କଣ? 11 ବର୍ଷ ଧରିକିରି କେନ୍ଦ୍ରରେ ଆପଣ ଶାସନ କରୁଛନ୍ତି, ଓଡିଶାରେ ଏବେ ବର୍ଷେ ହେଲା ଆପଣ ଶାସନରେ ଅଛନ୍ତି। ୟା ପୂର୍ବରୁ 2000 ରୁ 2009 ଆପଣ ବିଜେଡି ସାଙ୍ଗରେ ମିଶିକି ଶାସନରେ ଥିଲେ। ନିଜେ ନିଜ କଥା କହୁନାହାନ୍ତି, କଂଗ୍ରେସକୁ ତେରଛା ବାଣ ମାରିଲେ କଣ ହବ? କଂଗ୍ରେସ ଶାସନରେ ନାହିଁ। କଂଗ୍ରେସ କେବେ ଦିନେ ଶାସନରେ ଥିଲା ଲୋକ ଭୁଲି ସାରିଛନ୍ତି। କଂଗ୍ରେସ ହଉଛି ବିରୋଧୀ ଦଳ। ତେଣୁ କଂଗ୍ରେସର ମଡେଲ ଆପଣଙ୍କର ମଡେଲ ଲୋକ ଦେଖୁଛନ୍ତି। ଏବଂ ଆପଣ ଓଡିଶାକୁ ଆସିକରି ଯୋଉ ଗୁଡାଏ ଧୂଆଁ ବାଣ ଯୋଉ ଦେଇକରି ଗଲେ, ଆପଣ 6 ଥର ଓଡିଶାକୁ ଆସିଲେ, ଟଙ୍କା 6ଟା ଓଡିଶାକୁ ଦେଇଛନ୍ତି। 19% କେନ୍ଦ୍ରୀୟ ଅନୁଦାନ ଆପଣଙ୍କ ସମୟରେ କମିଛି ପରା, ଏଇଟା ତଥ୍ୟ। ଏଇଟା ତାକୁ କାଟନ୍ତୁ। ହଇଜା ଚାଲିଛି, ବ୍ୟାପିଛି, ଲୋକ ମରୁଛନ୍ତି, ଆପଣ ଆସିକରି ଏଠି ଗୁଡାଏ ମାନେ କହୁଛନ୍ତି ଏବଂ ମିଛ କହୁଛନ୍ତି ଯେ ଆପଣ ଓଡିଶା ପାଇଁ ଟ୍ରମ୍ପଙ୍କର ଗସ୍ତ ବାତିଲ କରି ଆସିଲେ। ଆପଣଙ୍କର ଗସ୍ତ ହେବାର ହିଁ ନଥିଲା, କାରଣ ଆପଣ ଜାଣିଛନ୍ତି ଯେ ଟ୍ରମ୍ପ ଆପଣଙ୍କୁ ଡାକିଛନ୍ତି ଏବଂ ଆପଣଙ୍କ ସହିତ ପାକିସ୍ତାନର ଫିଲ୍ଡ ମାର୍ଶାଲକୁ ମଧ୍ୟ ଡାକିଛନ୍ତି।